ନକଲି ଚାକିରିର ମାୟାଜାଲରେ ଫସି ଟଙ୍କା ଫେରସ୍ତ ଦାବିରେ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ଶତାଧିକ ମହିଳା। ଆର୍ମେକ୍ସ ଇଣ୍ଟରନ୍ୟାସନାଲ ପ୍ରାଇଭେଟ ଲିମିଟେଡ୍ ନାମକ ସଂସ୍ଥା ଦ୍ୱାରା ଠକାମିର ଶିକାର ହୋଇଥିବା ସମସ୍ତ ମହିଳା ଟଙ୍କା ଫେରସ୍ତ ଦାବିରେ ସମ୍ବଲପୁର ଜିଲ୍ଲାପାଳ ଏବଂ ଏସ୍ପିଙ୍କ କାର୍ଯ୍ୟାଳୟ ଘେରାଉ କରିଛନ୍ତି। ମାସକୁ 10% ସୁଧରେ ଧାର କରି ଝାଡ଼ୁଦାର ଚାକିରି ପାଇଁ 12,000 ଟଙ୍କା ଦେଇଥିଲେ ଏହି ସମସ୍ତ ମହିଳାମାନେ। ଚାକିରି ଆଶାରେ ଏବେ ସର୍ବସ୍ୱାନ୍ତ ହେବାକୁ ବସିଛନ୍ତି ଶତାଧିକ ମହିଳା। ଆର୍ମେକ୍ସ ସଂସ୍ଥାର କର୍ମକର୍ତ୍ତା ରାହୁଲ ଓରଫ ସମ୍ରାଟ ରାୟ ଏବଂ ପଦ୍ମାବତୀ ତାଣ୍ଡେଙ୍କ ମାୟାଜାଲରେ ଫସି ସମ୍ବଲପୁର, ସୁବର୍ଣ୍ଣପୁର, ବରଗଡ଼ ଓ ବୌଦ୍ଧ ଜିଲ୍ଲାର ହଜାର ହଜାର ଗରିବ ଲୋକ ନିଜର ସୁନା ଗହଣା ଓ ମୂଲ୍ୟବାନ ସାମଗ୍ରୀ ବିକ୍ରି କରିବା ସହ ମହାଜନ ଓ ସ୍ୱୟଂ ସହାୟକ ଗୋଷ୍ଠୀଙ୍କଠାରୁ ଚଢ଼ା ସୁଧରେ ଋଣ ଆଣି ସଫେଇ କର୍ମଚାରୀ ଚାକିରି ପାଇଁ ଟଙ୍କା ଦେଇଥିଲେ। ବୁର୍ଲାର ମହିଳାଙ୍କୁ ସମଲେଶ୍ୱରୀ ମନ୍ଦିର ଏବଂ ଦୁର୍ଗାପାଲିର ମହିଳାଙ୍କୁ ବରେଇପାଲିରେ ଝାଡ଼ୁ କାମ ମିଳିବ ବୋଲି କୁହାଯାଇଥିଲା। ସ୍ଥାନୀୟ ଅଞ୍ଚଳର କିଛି ପରିଚିତ ବ୍ୟକ୍ତି ଏହି ଠକମାନଙ୍କୁ ପୀଡ଼ିତାଙ୍କ ନିକଟରେ ପହଞ୍ଚାଇ ବିଶ୍ୱାସ ସୃଷ୍ଟି କରିଥିଲେ, ଯାହାଫଳରେ ଗୋଟିଏ ଗୋଟିଏ ଅଞ୍ଚଳରୁ ଏକା ସାଙ୍ଗରେ 20ରୁ ଅଧିକ ମହିଳା ଋଣ କରି ଟଙ୍କା ଦେଇଥିଲେ ବୋଲି ଅଭିଯୋଗ କରିଛନ୍ତି। ଏହି ଘଟଣାକୁ ନେଇ ବହୁଜନ ମିଳିତ ମଞ୍ଚ ପକ୍ଷରୁ ମୂଳ ନିବାସୀ ସେନାର ହେମନ୍ତ ଗଡ଼ିଆ ଓ ସିଟୁ ନେତା ମହେଶ୍ୱର ଷଣ୍ଢଙ୍କ ନେତୃତ୍ୱରେ ଶତାଧିକ ମହିଳା ମୁଦିପଡ଼ାରୁ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ସେଠାରେ ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ। ଗିରଫ ରାହୁଲ ଓ ପଦ୍ମାବତୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ସହ ଏହି ରାକେଟ୍ ପଛରେ ଥିବା ଅନ୍ୟମାନଙ୍କୁ ଗିରଫ କରିବା ଏବଂ ସେମାନଙ୍କ ଟଙ୍କା ଫେରସ୍ତ ପାଇଁ ମହିଳାମାନେ ଦାବି କରିଛନ୍ତି। ପ୍ରାୟ 2 କୋଟିରୁ ଅଧିକ ଟଙ୍କାର ଠକେଇ ହୋଇଥିବାରୁ ଏହା ପଛରେ ବଡ଼ ବଡ଼ିଆଙ୍କ ସମ୍ପୃକ୍ତି ଥିବା ସନ୍ଦେହ କରାଯାଉଛି। ଏହି ମାମଲାରେ ବୁର୍ଲା ପୁଲିସକୁ କିଛି ସଫଳତା ମିଳିଥିବା ବେଳେ ଆହୁରି କିଛି ଟଙ୍କା ଉଦ୍ଧାର ହୋଇଥିବା ଜଣାପଡ଼ିଛି।